ଭକ୍ତ ସହ ଭଗବାନ ମହାମିଳନର ମହାପର୍ବ। ଅଗଣିତ ଭକ୍ତଙ୍କ ସହ 9 ଦିନ ବ୍ୟାପୀ ଘୋଷଯାତ୍ରା କରିବେ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ। ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ବିଜେ କରିବେ। ଜନସମୁଦ୍ରରେ ପରିଣତ ହେବ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର। ଭାବ ଭକ୍ତି ଓ ସମର୍ପଣରେ ଉଛୁଳି ଉଠିବ ପବିତ୍ର ବଡ଼ଦାଣ୍ଡ। ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପର୍ବକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦେଶ ବିଦେଶର କୋଟି କୋଟି ଜଗନ୍ନାଥ ପ୍ରେମୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଆବିର୍ଭାବ କ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ପ୍ରାୟ 70ଟି ଦେଶରେ ପାଳିତ ହେଉଛି। ଭକ୍ତ ସହ ଭଗବାନ ମହାମିଳନର ମହାପର୍ବ। ଆଷାଢ଼ର ବର୍ଷା ଭିଜା ପାଗରେ ବି ବଡ଼ଦାଣ୍ଡରେ ଜମିଛି ବିଭୋରପଣ। ନୀଳକନ୍ଦର ଛାଡ଼ି ରଥାରୂଢ଼ ହେବେ ଚକାନୟନ। ସୁନୀଳ ଆକାଶ ତଳେ ସ୍ପଷ୍ଟ ସୂର୍ଯ୍ୟାଲୋକରେ ପ୍ରଭୁଙ୍କୁ ମନ ପୂରାଇ ଦର୍ଶନ କରିବାକୁ, ରଥ ଦଉଡ଼ି ଟାଣି ମୋକ୍ଷ ପ୍ରାପ୍ତି କରିବାକୁ ଆତୁର ଭକ୍ତ। ବିଶ୍ୱାସ ରହିଛି ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ, ରଥେ ତୁ ବାବନ ଦୃଷ୍ଟା, ପୁନର୍ଜନ୍ମ ନ ବିଦ୍ୟତେ। ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ। ରଥ ପଥ ଭକ୍ତ ସେବକ ସମସ୍ତେ ପ୍ରସ୍ତୁତ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ବିଜେ କରିବେ ବିଶ୍ୱ ବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା। ଶାସ୍ତ୍ରୀୟ ବିଧି ଅନୁଯାୟୀ ବଡ଼ଦେଉଳ ପୁରୋହିତ ସକାଳୁ 3 ରଥ ପ୍ରତିଷ୍ଠା କରିବେ। ସକାଳ ଧୂପରେ ମାଙ୍କ ହାତରନ୍ଧା ଖେଚୁଡ଼ି ଖାଇ ଘୋଷଯାତ୍ରା ପାଇଁ ସଅଳ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ଟୁଲି ଟୁଲି ବିଜେ କରିବେ ମଣିମା। ଜୟ ଶ୍ରୀ ଜଗନ୍ନାଥ।